କିଛି ଦିନ ପରେ ମୁଁ ଅଣ୍ଡା ଦେବି, ହେଲେ ମୋ ପାଖରେ ଏଯାଏଁ ଘର ନାହିଁ। ମୁଁ ଶୀଘ୍ର ଏକ ଘର ତିଆରି କରିନିଏ। ଏମିତି ଚିନ୍ତା କରି ଚଢ଼େଇ ଜଙ୍ଗଲ ଭିତରକୁ ଯାଇ କାଠ ଖୋଜି ଆଣିଲା। ତାପରେ ସେ ଏକ ଭଲ ଗଛ ଖୋଜି ସେଥିରେ ଘର ତିଆରି କଲା। ଅଧା ଘର ତିଆରି କରିବା ପରେ ହିଁ ଚଢ଼େଇର କାଠ ସରିଗଲା। ଆରେ ଆରେ, ଅଧା ଘର ତିଆରି ସରୁ ସରୁ ହିଁ କାଠ ସରିଗଲା। ଯାଏ ଆଉ କିଛି କାଠ ନେଇ ଆସେ। ଏମିତି କହି ଚଢ଼େଇ କାଠ ଆଣିବାକୁ ଗଲା। ସେ ଯିବା ପରେ ଏକ କାଉ ସେଠାକୁ ଆସିଲା। ସେ ଚଢ଼େଇର ତିଆରି ଥିବା ଅଧା ଘରକୁ ଦେଖିଲା। କେତେ ଦିନ ହେଇଗଲାଣି ମୁଁ ଗୋଟେ ଘର ତିଆରି କରି ପାରୁନି, ଆଉ ଏ ଚଢ଼େଇ ଗୋଟେ ଦିନରେ ଏତେ ବଢ଼ିଆ ଘର ତିଆରି କରିଦେଲା। ସେ ଗରିବ ଚଢ଼େଇ ରହିବ ନୂଆ ଘରେ, ଆଉ ମୁଁ ରହିବି ପୁରୁଣା ଘରେ। ନା, ମୁଁ କେବେ ବି ଏମିତି ହେବାକୁ ଦେବିନି। ମୁଁ ଏ ଚଢ଼େଇର ଘରକୁ ଭାଙ୍ଗିଦେବି। କାଉ ଚଢ଼େଇର ଘରକୁ ତଳେ ପକେଇ ଭାଙ୍ଗିଦେଲା। ହା ହା ହା, ମୁଁ ହେଉଛି କାଉ। ମୁଁ କାହାର ବି ଭଲ ଦେଖିପାରିବିନି। କେହି ବି ମୋଠୁ ଆଗେଇ ପାରିବେନି। ଏମିତି କହି କାଉ ସେଠାରୁ ଚାଲିଗଲା। କିଛି ସମୟ ପରେ ଚଢ଼େଇ କାଠ ନେଇ ଆସିଲା। ନିଜ ଭଙ୍ଗା ଘରକୁ ଦେଖି ତ ସେ ଅନେକ କାନ୍ଦିଲା। ମୁଁ ଆଜି ହିଁ ଘର ତିଆରି କରିଥିଲି। ମୋ ଘର ତ ଅନେକ ମଜବୁତ ଥିଲା, ତଳେ ପଡ଼ି ଏମିତି ଭାଙ୍ଗିଗଲା କେମିତି? ଆରେ, ସେପଟେ ତ ମିଟୁ ଭଉଣୀ ଯାଉଛନ୍ତି। ମୁଁ ତାଙ୍କୁ ଏକଥା ପଚାରି ଦେଖେ। ମିଟୁ ଭଉଣୀ, ମୁଁ ସେ ବରଗଛରେ ଘର ତିଆରି କରୁଥିଲି। ଅଧା ଘର ତିଆରି ସାରିବା ପରେ କାଠ ସରିଗଲା। ମୁଁ କାଠ ଆଣିବାକୁ ଯାଇଥିଲି, ଫେରି ଦେଖିଲି ମୋ ଘର ଭାଙ୍ଗି ତଳେ ପଡ଼ିଛି। ମିଟୁ ଭଉଣୀ, ତୁମେ ଜାଣିଛ କି ମୋ ଘର ତଳକୁ କେମିତି ପଡ଼ିଲା? ନା ଚଢ଼େଇ, ମୁଁ ଜାଣିନି ତୋ ଘର କେମିତି ଭାଙ୍ଗିଲା। କିଛି ସମୟ ପୂର୍ବରୁ ମୁଁ କାଉକୁ ସେ ଗଛ ପାଖରେ ଛିଡ଼ା ହେଇଥିବା ଦେଖିଥିଲି। ଆଚ୍ଛା ଚଢ଼େଇ, ମୁଁ ଏବେ ଯାଉଛି। ଏମିତି କହି ମିଟୁ ସେଠାରୁ ଚାଲିଗଲା। ଚଢ଼େଇ ମନ ଦୁଃଖରେ କାନ୍ଦୁଥିଲା। କାନ୍ଦିକି ଆଉ କଣ ଲାଭ? ମୁଁ ଯାଏ କିଛି ଘାସ ଖୋଜି ଆଣେ। ଘାସରେ ମୁଁ ଶୀଘ୍ର ଗୋଟେ ଘର ତିଆରି କରିପାରିବି। ଚଢ଼େଇ ଜଙ୍ଗଲ ଭିତରୁ କିଛି ଭଲ ଘାସ ଆଣି ସେ ଘାସରେ ଶୀଘ୍ର ଏକ ସୁନ୍ଦର ଘର ତିଆରି କରିଦେଲା। ବାଃ, ଘରଟି ତ ବହୁତ ସୁନ୍ଦର ହେଇଛି। ଏବେ କିଛି ଦିନ ମୁଁ ଏ ଘରେ ଆରାମରେ ରହିପାରିବି। ଘର ତିଆରି କରି କରି ଭାରି ଭୋକ ଲାଗିଲାଣି। ଯାଏ କିଛି ମିଠା ଫଳ ଖୋଜି ଆଣେ। ଚଢ଼େଇ ଯିବା ପରେ କାଉ ପୁଣି ସେଠାକୁ ଆସିଲା। ଆରେ, ଏ ଚଢ଼େଇଟା ତ ଭାରି ଜିଦିଆ। ଗୋଟେ ଘର ଭାଙ୍ଗୁ ଭାଙ୍ଗୁ ସେ ଆଉ ଗୋଟେ ଘର ତିଆରି କରିଦେଲା। କିଛି କଥା ନାହିଁ, ମୁଁ ତାର ଏ ଘରକୁ ବି ଭାଙ୍ଗିଦେବି। ଏମିତି କହି କାଉ ପୁଣି ଚଢ଼େଇର ଘାସ ଘରକୁ ଭାଙ୍ଗି ସେଠାରୁ ଚାଲିଗଲା। ଚଢ଼େଇ ଖାଇବା ଧରି ଘରକୁ ଫେରିଲା। ପୁଣି ଥରେ ନିଜ ଘରକୁ ଭାଙ୍ଗିଥିବାର ଦେଖି ସେ ଅନେକ କାନ୍ଦିଲା। ଝଡ଼ ତୋଫାନ କିଛି ବି ନାହିଁ। ମୋ ଘର ହଠାତ୍ ଏମିତି ଭାଙ୍ଗିଲା କେମିତି? କିଏ ମୋ ସହ ଏପରି କରୁଛି? ମିଟୁ ଭଉଣୀ, ମିଟୁ ଭଉଣୀ, ମୋ ଘରକୁ ପୁଣି କିଏ ଭାଙ୍ଗି ଦେଇଛି? ତୁମେ କାହାକୁ ଦେଖିଛ କି? ମୁଁ ଦେଖିନି ଚଢ଼େଇ, ତୋ ଘର କେମିତି ଭାଙ୍ଗିଲା? ହେଲେ ହଁ, ମୁଁ ତ ଘର ପାଖରେ କାଉକୁ ଦେଖିଥିଲି। ନିଶ୍ଚୟ ସେ କାଉ ହିଁ ମୋ ଘର ଭାଙ୍ଗିଥିବ। ମୁଁ ଶୀଘ୍ର ତା ପାଖକୁ ଯାଏ। କାଉ, ତୁ ଏ କାମ ଭଲ କଲୁନି। ଦୁଇ ଥର ମୁଁ କଷ୍ଟ କରି ଘର ତିଆରି କରିଥିଲି, ହେଲେ ତୁ ଭାଙ୍ଗିଦେଲୁ। ମୁଁ ତତେ ଛାଡ଼ିବିନି। ମୁଁ ଆଜି ମୁଖିଆଙ୍କ ପାଖରେ ତୋ ନାଁରେ ଅଭିଯୋଗ ଦେବି। ବଦମାସ ଚଢ଼େଇ, ତୋ ପାଖରେ କଣ ପ୍ରମାଣ ଅଛି ଯେ ମୁଁ ତ ଘର ଭାଙ୍ଗିଛି? ପ୍ରମାଣ ବିନା ମୁଖିଆ ମୋର କିଛି କ୍ଷତି କରିପାରିବନି। ଯା, ପଳା ଏଠୁ। ଚଢ଼େଇ ମନ ଦୁଃଖରେ କାଉ ଘରୁ ଚାଲି ଆସିଲା। ସେ କାନ୍ଦି କାନ୍ଦି ଆଗକୁ ଯାଉଥିଲା। ହଠାତ୍ ସେ ଏକ ଚିଲ ଛୁଆକୁ ଦେଖିଲା। ଚିଲ ଛୁଆଟି ଗଛ ଡାଳ ତଳେ ଚାପି ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା। ଚଢ଼େଇ ଚିଲ ଛୁଆକୁ ସେ ଗଛ ଡାଳ ତଳୁ ବାହାର କଲା। ଆରେ ଛୋଟ ଛୁଆ, ତୁ ଘରେ ନ ରହି ଏଠି କଣ କରୁଥିଲୁ? ଚଢ଼େଇ ଆଣ୍ଟି, ମୋ ମା ଖାଇବା ଆଣିବା ପାଇଁ ବାହାରକୁ ଯାଇଛନ୍ତି। ମତେ ଘରେ ଏକୁଟିଆ ରହିବାକୁ ଜମା ଭଲ ଲାଗିଲାନି। ମୁଁ ଖେଳିବା ପାଇଁ ବାହାରକୁ ଆସିଥିଲି, ସେତେବେଳେ ଏ ଗଛର ଡାଳ ଖସି ମୋ ଉପରେ ପଡ଼ିଗଲା। ମୁଁ ଅନେକ ଚେଷ୍ଟା କଲି, ହେଲେ ବାହାରି ପାରିଲିନି। ଆରେ ଚିଲ ଛୁଆ, ତୋ ଘର କୋଉଠି? ଚାଲେ, ମୁଁ ତତେ ନେଇ ତୋ ଘରେ ଛାଡ଼ିଦେବି। ମା ନ ଆସିବା ଯାଏଁ ତୁ ଆଉ ଘରୁ ଏକା ବାହାରିବୁନି। ତାପରେ ଚିଲ ଛୁଆ ଚଢ଼େଇକୁ ତା ଘରର ଠିକଣା କହିଦେଲା। ଚଢ଼େଇ ଚିଲ ଛୁଆକୁ ନେଇ ତା ଘରେ ପହଞ୍ଚେଇ ଦେଲା। ସେ ସେଠାରୁ ଆସିବା ସମୟରେ ମା ଚିଲ ତାକୁ ଦେଖିଲା। ଆଜି ମୁଁ ଖାଇବା ନ ପାଇବାରୁ ଖାଲି ହାତରେ ଘରକୁ ଫେରୁଥିଲି, ହେଲେ ମୁଁ ମୋ ଘର ପାଖରେ ହିଁ ଖାଇବା ପାଇଗଲି। ମୋ ଝିଅ ଏ ଚଢ଼େଇକୁ ଦେଖିଲେ ଅନେକ ଖୁସି ହେଇଯିବ।
ମୁଁ ଆଉ ମୋ ଝିଅ ଆଜି ମଜା କରି ଚଢ଼େଇକୁ ଖାଇବୁ। ନା ନା ମତେ ମାରନି, ମତେ ଛାଡ଼ି ଦିଅ। ଚିଲ ଚଢ଼େଇର କିଛି କଥା ନ ଶୁଣି ତାକୁ ନେଇ ଘରକୁ ଗଲା। ଆରେ ଝିଅ, ଆଜି ମୁଁ ଗୋଟେ ଚଢ଼େଇ ଧରି ଆଣିଛି। ଏବେ ଆମେ ମା ଝିଅ ମଜା କରି ଚଢ଼େଇକୁ ଖାଇବା। ନା ମା, ତୁମେ ଚଢ଼େଇ ଆଣ୍ଟିକୁ ଖାଅନି, ସେ ଆଜି ମୋର ଜୀବନ ବଞ୍ଚେଇଛନ୍ତି। ଏମିତି ଚିଲ ଛୁଆ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ଚିଲ ଆଖିରେ ଲୁହ ଆସିଗଲା। ଚଢ଼େଇ, ତୁ ମତେ କ୍ଷମା କରିଦେ। ତୁ ମୋ ଝିଅର ଜୀବନ ବଞ୍ଚେଇଛୁ, ଆଉ ମୁଁ ତ ଜୀବନ ନେବାକୁ ଚାହୁଁଥିଲି। ମୁଁ ଏମିତି କାମ ଆଉ କେବେ କରିବିନି। ଚଢ଼େଇ, ଯଦି ତୋର କିଛି ସମସ୍ୟା ଥାଏ ମତେ କହ, ମୁଁ ତୋର ସବୁ ସମସ୍ୟା ଦୂର କରିଦେବି। ତାପରେ ଚଢ଼େଇ ଚିଲକୁ ସବୁ କଥା କହିଲା। ଚିନ୍ତା କରନି ଚଢ଼େଇ, ମୁଁ ତ ରହିବାର ବ୍ୟବସ୍ଥା କରିଦେବି। ନଦୀ ପାଖରେ ଏକ ସପୁରୀ ଘର ଅଛି। ଆଗରୁ ମୁଁ ସେ ଘରେ ରହୁଥିଲି। ମୋ ଝିଅ ଛୋଟ ହେଇଥିବାରୁ ମୁଁ ଏ ଜଙ୍ଗଲ ଭିତରେ ଆସି ରହିଲି। ଚଢ଼େଇ, ତୁ ଆଜିଠୁ ସେ ସପୁରୀ ଘରେ ରହିବୁ। ଚାଲ, ମୁଁ ତତେ ସେ ଘର ଦେଖେଇଦେବି। ତାପରେ ଚିଲ ଚଢ଼େଇକୁ ନେଇ ତା ସପୁରୀ ଘର ଦେଖିଲା। ଚଢ଼େଇ, ଆଜିଠୁ ଏ ଘର ତୋର। ଯା, ଘର ଭିତରକୁ ଯିବୁ। ଯଦି କେବେ କିଛି ଅସୁବିଧା ହୁଏ ମତେ କହିବୁ, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି କହି ଚିଲ ତା ଝିଅକୁ ନେଇ ସେଠାରୁ ଚାଲିଗଲା। ଚଢ଼େଇ ଖୁସିରେ ସେ ସପୁରୀ ଘରେ ରହିଲା। ଏହିପରି ବେଶ କିଛି ଦିନ ବିତିଗଲା। ଚଢ଼େଇ 2ଟି ଅଣ୍ଡା ଦେଲା। ଦିନେ ସେ ଖାଇବା ଖୋଜିବା ପାଇଁ ବାହାରକୁ ଯାଇଥିଲା। ସେତେବେଳେ କାଉ ତାକୁ ଦେଖିଲା। ଏ ଚଢ଼େଇ ଏଠି ଏତେ ସୁନ୍ଦର ଗୋଟେ ସପୁରୀ ଘର ତିଆରି କରିଛି। ମୁଁ ଆଜି ତା ଘର ଭାଙ୍ଗିବିନି। ମୁଁ ଆଜିଠୁ ଏ ସପୁରୀ ଘରେ ରହିବି। ଏମିତି କହି କାଉ ସେ ସପୁରୀ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଲା। କିଛି ସମୟ ପରେ ମା ଚଢ଼େଇ ଖାଇବା ଧରି ଘରକୁ ଆସିଲା। ଏ କଣ କାଉ, ତୁ ମୋ ଘର ଭିତରେ କଣ କରୁଛୁ? ବାହାରି ଆସ ମୋ ଘରୁ। ଘରେ ମୋର 2ଟି ଅଣ୍ଡା ଅଛି। ଶୀଘ୍ର ବାହାରିଆ, ନହେଲେ ମୁଁ ତତେ ଜମା ବି ଛାଡ଼ିବିନି। ଏ ବଦମାସ ଚଢ଼େଇ, ନିଜ ଅଣ୍ଡା ଧରି ଏଠୁ ଚାଲିଯା। ଆଜିଠୁ ଏ ଘରେ ମୁଁ ରହିବି। ବେଶୀ ବିରକ୍ତ କରିବୁ ତ ମୁଁ ତ ଅଣ୍ଡା ଭାଙ୍ଗିଦେବି, ବୁଝିଲୁ? ମୋ ପରିଶ୍ରମର 2ଟି ଘର ଭାଙ୍ଗିଲା ପରେ ବି ତୋ ମନକୁ ଶାନ୍ତି ମିଳିଲାନି? ତୁ ପୁଣି ଆସି ଏ ଘରକୁ କବ୍ଜା କରିବାକୁ ଚାହୁଁଛୁ? ତୁ ଖାଲି ଅପେକ୍ଷା କର, ଦେଖ ମୁଁ ତୋ ସହ କଣ କରୁଛି। ତାପରେ ଚଢ଼େଇ ଶୀଘ୍ର ଗଲା ଚିଲ ପାଖକୁ, ଆଉ ତାକୁ ସବୁ ଘଟଣା କହିଲା। ସବୁ ଶୁଣି ଚିଲ ଅନେକ ରାଗିଗଲା। ତୁ ଚିନ୍ତା କରନି ଚଢ଼େଇ, ମୁଁ ସେ କାଉକୁ ଉଚିତ ଶିକ୍ଷା ଦେବି। ତାର ଏତେ ସାହସ, ସେ ମୋ ଘରକୁ କବ୍ଜା କରିବାକୁ ଚାହୁଁଛି। ଚାଲ, ଏବେ ଯିବା ସେ କାଉ ପାଖକୁ। ତାପରେ ଚିଲ ଆଉ ଚଢ଼େଇ କାଉ ପାଖକୁ ଗଲେ। ବଦମାସ କାଉ, ତୋର ସାହସ କେମିତି ହେଲା ମୋ ବିନା ଅନୁମତିରେ ମୋ ଘରେ ଆସି ରହିବା ପାଇଁ? ଏବେ ମୁଁ ତ କଥା ବୁଝୁଛି। କାଉ କିଛି ବୁଝିବା ପୂର୍ବରୁ ଚିଲ ତାକୁ ପିଟି ପିଟି ଘରୁ ବାହାର କରିଦେଲା। କାଉ ଭୟରେ ସେ ଜାଗା ଛାଡ଼ି ଅନେକ ଦୂରକୁ ଚାଲିଗଲା। ସେବେଠାରୁ ଚଢ଼େଇର ଆଉ ଚିନ୍ତା ରହିଲାନି। ସେ ଖୁସିରେ ସେ ସପୁରୀ ଘରେ ରହିଲା। କାଉ ଭାଇ, ଆଜି ମୁଁ ଆଉ ସିଙ୍ଗଡ଼ା ବିକ୍ରି କରିବିନି। ମୋ ଦେହ ଟିକେ ଭଲ ଲାଗୁନି। ମୁଁ ଏବେ ଘରକୁ ଯିବି। ଏ ନିଅ ତୁମ ଟଙ୍କା। କାଲି ଟିକେ ଶୀଘ୍ର ଦୋକାନକୁ ଆସିବ। ଆଚ୍ଛା ଠିକ ଅଛି ଚଢ଼େଇ। ତାପରେ କାଉ ଟଙ୍କା ଧରି ଘରକୁ ଫେରିଲା, ଆଉ ତାର ସ୍ତ୍ରୀକୁ ଦେଲା। ସେ ଚଢ଼େଇ ତମକୁ ସବୁଦିନ ଏତେ କମ ଟଙ୍କା କାହିଁକି ଦେଉଛି? ମୁଁ ଦେଖିଛି ପ୍ରତ୍ୟେକ ଦିନ ତାର ସବୁ ସିଙ୍ଗଡ଼ା ବିକ୍ରି ହେଇଯାଏ। ସେ ଅନେକ ଟଙ୍କା ରୋଜଗାର କରୁଥିବ। ତମେ ସେ ଚଢ଼େଇକୁ କୁହ ସେ ତମକୁ ଅଧିକ ଟଙ୍କା ଦେଉ। ତୁ ଏସବୁ କଣ କହୁଛୁ? ସବୁ ଦୋକାନୀ ତାଙ୍କ ଦୋକାନରେ କାମ କରୁଥିବା ଚଢ଼େଇମାନଙ୍କୁ ଏତିକି ହିଁ ଟଙ୍କା ଦିଅନ୍ତି। ମୁଁ କହିଲେ କଣ ଚଢ଼େଇ ମତେ ଅଧିକ ଟଙ୍କା ଦେଇଦେବ? ମତେ କେହି ବି କାମ ଦେଉନଥିଲେ। ଚଢ଼େଇ ପାଇଁ ମୁଁ ଏ କାମ ପାଇଛି, ନହେଲେ ତ ଆମକୁ ଉପାସରେ ରହିବାକୁ ପଡ଼ିଥାନ୍ତା, ବୁଝିଲୁ? ତମର ଏଇ କଥା ଶୁଣିବାକୁ ମତେ ଆଉ ଜମା ଭଲ ଲାଗୁନି। ଚଢ଼େଇ ଗୋଟେ ଝିଅ ହେଲେ ବି ସିଙ୍ଗଡ଼ା ଦୋକାନ ଦେଇ ଏତେ ଟଙ୍କା ରୋଜଗାର କରୁଛି, ଆଉ ତମେ ଗୋଟେ ପୁଅ ହେଇ ବି ଭଲ କାମ କରିପାରୁନ, ଯୋଉଥିପାଇଁ ତମକୁ କେହି କାମ ଦେଉନାହାନ୍ତି। ତମେ ଯଦି ଏତେ ଅଳ୍ପ ଟଙ୍କା ରୋଜଗାର କରିବ, ମୁଁ ଆଉ ତମ ସହ ରହିବିନି। ମୁଁ ଆଜି ହିଁ ମୋ ମା ପାଖକୁ ଚାଲିଯିବି। ଆରେ ନା ନା, ମତେ ଛାଡ଼ି ଯାନି। ମୁଁ ତୋ ବିନା ଏକୁଟିଆ ରହିପାରିବିନି। ତୁ ମତେ କିଛି ଉପାୟ କହିଦେ, ଯେମିତି ମୁଁ ଖୁବ୍ ଶୀଘ୍ର ଧନୀ ହେଇପାରିବି। ଅଛି, ଏକ ଉପାୟ ଅଛି। ଯଦି ତୁମେ ତା କରିପାରିବ, ତେବେ ଖୁବ୍ ଶୀଘ୍ର ଧନୀ ହେଇପାରିବ। ସତରେ ନା କଣ? କହ କହ, କଣ ସେ ଉପାୟ? ଏମିତି କାଉର ସ୍ତ୍ରୀ ତା ଉପାୟ କଥା କହିଦେଲା। ପରଦିନ ସକାଳେ କାଉ ଶୀଘ୍ର ଉଠି ଔଷଧ ଦୋକାନକୁ ଗଲା। ମିଟୁ, ମତେ କିଛି ନିଦ ଔଷଧ ଦେଲୁ?
ନିଦ ଔଷଧ ନେଇ ତୁ କଣ କରିବୁ କାଉ? ଦିନ ରାତି ଶୋଇବୁ କି ସେ ନିଦ ଔଷଧ ଖାଇ? ମୁଁ କାହିଁକି ନିଦ ଔଷଧ ଖାଇବି? ମୋ ଘରେ ଅନେକ ମୂଷା ଅଛନ୍ତି। ନିଦ ଔଷଧ ମୁଁ ସେମାନଙ୍କୁ ଖାଇବାକୁ ଦେଇ ଧରିବି। ତ କଥା ଶୁଣି ହସ ଲାଗୁଛି। ନିଦ ଔଷଧ ଦେଇ କିଏ କେବେ ମୂଷା ଧରି ପାରେ? ଯଦି ତୁ ମୂଷା ଧରିବାକୁ ଚାହୁଁଛୁ ମୋ ପାଖରୁ ମୂଷା ଧରା ଔଷଧ ନେଇଯା, ତୁ ଆରାମରେ ମୂଷା ଧରି ପାରିବୁ। ଏତେ କଥା କହି ମୋ ସମୟ କାହିଁକି ନଷ୍ଟ କରୁଛୁ କହିଲୁ ମିଟୁ? ମତେ ଶୀଘ୍ର ଔଷଧ ଦେ, ମୁଁ ପୁଣି କାମକୁ ବି ଯିବି। ଆଚ୍ଛା ଆଚ୍ଛା ଦଉଛି, ଏଇ ନେ। ତାପରେ କାଉ ସେ ଔଷଧ ଧରି ଚଢ଼େଇର ସିଙ୍ଗଡ଼ା ଦୋକାନକୁ ଗଲା। ଆସିଗଲ କାଉ ଭାଇ, ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି। ଆଜି ମୁଁ ଗୋଟେ ବି ସିଙ୍ଗଡ଼ା ବନେଇନି। ଚାଲ ଦୁହେଁ ମିଶି ଶୀଘ୍ର ସିଙ୍ଗଡ଼ା ତିଆରି କରିବା, ଗ୍ରାହକ ଆସିବାର ସମୟ ହେଇଗଲାଣି। କାଉ ବି ଚଢ଼େଇ କଥାରେ ରାଜି ହେଇଗଲା। ସେ ତ ଏଇ ସୁଯୋଗକୁ ଅପେକ୍ଷା କରିଥିଲା। ଚଢ଼େଇ ଅନ୍ୟମାନଙ୍କ ସହ କଥା ହେବା ସମୟରେ କାଉ ଆଳୁରେ ନିଦ ଔଷଧ ମିଶେଇ ଦେଲା। ସେଇ ଆଳୁକୁ ସେ ସିଙ୍ଗଡ଼ାରେ ଦେଇ ତିଆରି କରିଦେଲା। ସେଇ ସମୟରେ ଚିଲ ସେଠାକୁ ଆସିଲା। ଆରେ ଚଢ଼େଇ, ମତେ 10ଟା ସିଙ୍ଗଡ଼ା ଦେଲୁ। ଆଜି ମୋ ଘରେ ସମସ୍ତେ ସିଙ୍ଗଡ଼ା ଖାଇବାକୁ ଚାହୁଁଛନ୍ତି। ଏଇ ନିଅନ୍ତୁ ଚିଲ ଆଜ୍ଞା, ଆପଣଙ୍କ ସିଙ୍ଗଡ଼ା। ଯା ଯା ଚିଲ, ଘରେ ସମସ୍ତେ ସିଙ୍ଗଡ଼ା ଖାଇ ଶୋଇଯାଅ। ରାତିରେ ଆମେ ତୁମ ଘରକୁ ଚୋରି କରିବା ପାଇଁ ଯିବୁ। ହା ହା ହା। ଏମିତି କାଉ ମନେ ମନେ ଚିନ୍ତା କରୁଥିବା ସମୟରେ ଆଉ ଏକ ଚଢ଼େଇ ସେଠାକୁ ଆସିଲା। ଚଢ଼େଇ, ତୋ ସିଙ୍ଗଡ଼ା ଭାରି ସ୍ୱାଦିଷ୍ଟ। ମତେ କିଛି ସିଙ୍ଗଡ଼ା ଦେ, ମୁଁ ଘରକୁ ନେଇ ଖାଇବି। ତାପରେ ସେ ଚଢ଼େଇ ସିଙ୍ଗଡ଼ା ନେଇ ସେଠାରୁ ଚାଲିଗଲା। ଏମିତି ସେଦିନ ବିତିଗଲା। ଯିଏ ବି ଚଢ଼େଇର ଦୋକାନକୁ ଆସୁଥିଲା କାଉ ସେମାନଙ୍କୁ ନିଦ ଔଷଧ ମିଶିଥିବା ସିଙ୍ଗଡ଼ା ଦେଉଥିଲା। ସନ୍ଧ୍ୟାରେ କାଉ ତା ଘରକୁ ଫେରିଲା। ମୁଁ ତମକୁ ଯେମିତି କହିଥିଲି ସେମିତି କରିଛ ନା? ହଁ ହଁ, ମୁଁ ସମସ୍ତଙ୍କୁ ନିଦ ଔଷଧ ମିଶିଥିବା ସିଙ୍ଗଡ଼ା ଦେଇଛି। ଏବେ ଖାଲି ରାତି ହେଉ, ସମସ୍ତେ ଶୋଇଲା ପରେ ଆମେ ଆରାମରେ ଚୋରି କରିପାରିବା। କିଛି ସମୟ ପରେ ରାତି ହେଇଗଲା। ସବୁ ଚଢ଼େଇ ସିଙ୍ଗଡ଼ା ଖାଇ ଶୋଇ ପଡ଼ିଲେ। ଆରେ ଶୁଣ, ଚାଲ ଆଗ ଚିଲ ପାଖକୁ ଯିବା। ସେ ବହୁତ ଧନୀ, ତା ଘରେ ଅନେକ ସୁନା ଗହଣା ଥିବ। ଆଚ୍ଛା ଠିକ ଅଛି, ମୁଁ ଏକ ବସ୍ତା ବି ନେଇ ଆସୁଛି। ଚଢ଼େଇ ମାନଙ୍କ ଘରେ ଯାହା ବି ପାଇବା ସବୁ ନେଇ ଆସିବା। ତାପରେ ଦୁଇ କାଉ ଗଲେ ଚିଲ ଘରକୁ। ଦେଖ ଦେଖ, ଏ ଚିଲ ଆଉ ତାର ସ୍ତ୍ରୀ ସିଙ୍ଗଡ଼ା ଖାଇ ଏମିତି ଶୋଇଛନ୍ତି ଯେ ଦେଖିଲେ ଲାଗୁଛି ଏମାନେ ମରି ଯାଇଛନ୍ତି। ମଜା କରିବା ବନ୍ଦ କର, ଶୀଘ୍ର ତାଙ୍କ ଆଲମିରା ଖୋଲି ଟଙ୍କା ସୁନା ନେଇ ଆସ। ତାପରେ ଦୁଇ କାଉ ମିଶି ଚିଲର ସବୁ ସୁନା ଟଙ୍କା ଚୋରି କରିନେଲେ। ଚାଲ ଚାଲ ଅନ୍ୟମାନଙ୍କ ଘରକୁ ବି ଯିବା। ଯିଏ ଯିଏ ବି ସିଙ୍ଗଡ଼ା ଖାଇଛନ୍ତି ତାଙ୍କ ଘରୁ ଚୋରି କରିବା। କଥା କଣ, ଆଜି ସକାଳେ କେହି ବି ସିଙ୍ଗଡ଼ା କିଣିବାକୁ ଆସୁନାହାନ୍ତି। କାଉ ଭାଇ ବି ଏଯାଏଁ ଦୋକାନକୁ ଆସିଲେନି। କଣ ହେଇଛି ଆଜି, ମୁଁ ତ କିଛି ବୁଝିପାରୁନି। ଚଢ଼େଇ, ମୋ ସ୍ୱାମୀ ଆଉ ତ ଦୋକାନରେ କାମ କରିବେନି। ସେ ପାଖ ଜଙ୍ଗଲରେ କାମ ପାଇଗଲେ। ତୁ ଆଉ କାହାକୁ କାମରେ ରଖିନେ। ଆଚ୍ଛା ଠିକ ଅଛି କାଉ ଭଉଣୀ। ଏ କଣ ସର୍ବନାଶ ହେଇଯାଇଛି? ଆମ ଘରର ଟଙ୍କା ସୁନା କିଏ ଚୋରି କରି ନେଇଗଲା? ଆମ ଆଲମିରାରେ ତ କିଛି ବି ନାହିଁ। ଏ ତୁମେ କଣ କହୁଛ? ଆରେ ଏଠି ତ ମୋ ପ୍ରିୟ ସୁନାହାର ବି ନାହିଁ। ମୋ ମା ମତେ ସେ ସୁନାହାର କିଣି ଦେଇଥିଲା। ବଦମାସ ଚୋର ସବୁ ନେଇଗଲା। ତୁ ମନ ଦୁଃଖ କରନି, ଚାଲ ଆମେ ସବୁ ଚଢ଼େଇଙ୍କ ଘରକୁ ଯାଇ ତାଙ୍କ ଘର ଖୋଜିବା। ଯାହା ଘରେ ବି ଆମ ସୁନା ଟଙ୍କା ଥିବ ଜାଣିବା ସେ ହିଁ ଚୋର। ତାପରେ ଚିଲ ଆଉ ତାର ସ୍ତ୍ରୀ ଆଖପାଖରେ ଥିବା ସବୁ ଚଢ଼େଇଙ୍କ ଘରକୁ ଗଲେ। ସବୁ ଚଢ଼େଇଙ୍କ ଘରୁ ଚୋରି ହେଇଥିଲା। ସମସ୍ତେ ମନ ଦୁଃଖରେ କାନ୍ଦୁଥିଲେ। ସମସ୍ତଙ୍କର ଏକା ଅବସ୍ଥା ଦେଖି ଚିଲ କହିଲା, କଥା କଣ, ଯାହା ଘରକୁ ବି ଯାଉଛୁ ତା ପାଖରୁ ଶୁଣୁଛୁ ତା ଘରୁ ଚୋରି ହେଇଛି। କାଲି ରାତିରେ ସମସ୍ତେ ଏତେ ଗଭୀର ନିଦରେ ଶୋଇଥିଲ ଯେ ଚୋର ଆସି ସବୁ କିଛି ଚୋରି କରି ନେଇଗଲା, ଅଥଚ କେହି ଜାଣିପାରିଲନି। ଚିଲ ଆଜ୍ଞା, ଆଉ କେତେ ଜଣଙ୍କ ଘର ବାକି ଅଛି। ଚାଲ ସମସ୍ତଙ୍କ ଘରକୁ ଯିବା। ଯାହା ଘରେ ବି ମୁଁ ମୋ ସୁନା ଟଙ୍କା ପାଇବି ତାକୁ ଅନେକ ମାରିବି। କାହାକୁ ବି କୁଆଡେ ଯିବାକୁ ପଡିବନି। ମୁଁ ଜାଣେ ସେ ଚୋର କିଏ। ତୁ ଜାଣିଛୁ ସେ ଚୋର କିଏ? ଶୀଘ୍ର ଆମକୁ କହ, ଆଜି ଆମେ ତାକୁ ଜମା ବି ଛାଡିବୁନି। ତମ ସମସ୍ତଙ୍କ ଘରୁ ଚଢ଼େଇ ଚୋରି କରିଛି। ତା ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ କାଲି ସେ ସମସ୍ତଙ୍କୁ ଦେଇଥିଲା। ଯେତେବେଳେ ତମେ ମାନେ ଶୋଇଗଲ ସେ ସମସ୍ତଙ୍କ ଘରୁ ଚୋରି କଲା। ମୋ କଥା ଯଦି ବିଶ୍ୱାସ ହେଉନି ତେବେ ସମସ୍ତଙ୍କୁ ପଚାରି ଦେଖ। ଯିଏ ବି କାଲି ସିଙ୍ଗଡ଼ା ଖାଇଥିଲା କେବଳ ତା ଘରୁ ହିଁ ଚୋରି ହେଇଛି।
ମୋ ସ୍ୱାମୀ ଚଢ଼େଇ ଦୋକାନରେ କାମ କରିବା ଯୋଗୁଁ ସେ ଏକଥା ଜାଣିପାରିଲେ। ମୁଁ ତାଙ୍କ ପାଖରୁ ସବୁ ଶୁଣି ସମସ୍ତଙ୍କୁ ଏକଥା କହିବାକୁ ଏଠାକୁ ଚାଲି ଆସିଲି। ତୋ କଥା ଯଦି ସତ ହେଇଥାଏ ଆମେ ସେ ଚଢ଼େଇକୁ ଜମା ବି ଛାଡ଼ିବୁନି। ଆଜି ହିଁ ଆମେ ତାକୁ ପିଟି ପିଟି ଏ ଜଙ୍ଗଲରୁ ବାହାର କରିଦେବୁ। ଚାଲ ସମସ୍ତେ ସେ ଚଢ଼େଇ ଘରକୁ ଯିବା। ଏଇ ଚଢ଼େଇ, ତୁ ତ ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ ଆମ ସମସ୍ତଙ୍କୁ ସେ ସିଙ୍ଗଡ଼ା ଖାଇବାକୁ ଦେଇ ଆମ ଘରୁ ଟଙ୍କା ସୁନା ଚୋରି କରିଛୁ। ତୋର ସାହସ ତ କମ୍ ନାହିଁ। ଭଲରେ ଆମକୁ ଆମ ସବୁ ଟଙ୍କା ଫେରେଇ ଦେ, ନହେଲେ ଆମେ ତତେ ଛାଡ଼ିବୁନି। ଏ ତମେ ମାନେ କ'ଣ କହୁଛ? ମୁଁ କାହିଁକି ସମସ୍ତଙ୍କ ଘରୁ ଟଙ୍କା ସୁନା ଚୋରି କରିବି? ସିଙ୍ଗଡ଼ା ବିକ୍ରି କରି ମୁଁ ଭଲ ଟଙ୍କା ରୋଜଗାର କରୁଛି। ମୁଁ ଏ ଚୋରି କାମ କାହିଁକି କରିବି? କାଉ ତ ଦୋକାନରେ କାମ କରେ, ସେ ସବୁ ଜାଣିପାରି ତା ସ୍ତ୍ରୀକୁ କହିଥିଲା, ଆଉ ତାର ସ୍ତ୍ରୀ ଆମକୁ ତାର ସବୁ କଥା କହିଦେଲା। ଓ ଏବେ ବୁଝିଲି କାଉ କ'ଣ ପାଇଁ ଆଜି ମୋ ଦୋକାନକୁ କାମ କରିବାକୁ ଆସିଲାନି। କାଉ ନିଜେ ହିଁ ସମସ୍ତଙ୍କ ଘରୁ ଟଙ୍କା ଚୋରି କରିଛି, ଆଉ ମୋ ନାଁରେ ସେମାନେ ମିଛ କହୁଛନ୍ତି। ଚଢ଼େଇ ଯେତେ ବୁଝେଇଲେ ବି କେହି ବି ତା କଥାକୁ ବିଶ୍ୱାସ କଲେ ନାହିଁ, ଆଉ ସମସ୍ତେ ଚଢ଼େଇକୁ ପିଟି ପିଟି ସେ ଜଙ୍ଗଲରୁ ବାହାର କରିଦେଲେ। ଚଢ଼େଇ କାନ୍ଦି କାନ୍ଦି ଜଙ୍ଗଲ ଛାଡ଼ି ଚାଲିଗଲା। ଚଢ଼େଇ ସହ ଏପରି ହେଇଛି ଜାଣି ଦୁଇ କାଉ ଖୁବ୍ ଖୁସି ହେଇଗଲେ। ମୁଁ କେବେ କାହା ସହ ଅନ୍ୟାୟ କରିନି, ତଥାପି ସବୁ ଚଢ଼େଇ ମୋତେ ଚୋର କହି ଜଙ୍ଗଲରୁ ବାହାର କରିଦେଲେ। ଏତେ ଦିନରୁ ମୁଁ ସମସ୍ତଙ୍କ ସହ ରହିଥିଲି, ହେଲେ କେହି ବି ମୋ କଥାକୁ ବିଶ୍ୱାସ କଲେ ନାହିଁ। ମୁଁ ଚୋର ହେଇ ବଞ୍ଚିବାକୁ ଚାହୁଁନି, ମୁଁ ମରିଯିବି। ଚଢ଼େଇ ଏପରି କଥା କହି କହି କାନ୍ଦୁଥିବା ସମୟରେ ତା ପାଖରେ ଥିବା ବାଉଁଶ ବୁଦା ଭିତରୁ ଗୋଟିଏ ବାଉଁଶ କଥା କହିଲା, ରହିଯା ଚଢ଼େଇ, ଏମିତି ଭୁଲ କରନି। ମୁଁ ତତେ ଦେଖିକି ହିଁ ଜାଣିପାରିଲି ତୁ ଗୋଟେ ଭଲ ଚଢ଼େଇ। ମୁଁ ହେଉଛି ଏକ ଯାଦୁର ବାଉଁଶ ଗଛ। ଚଢ଼େଇ, ତୁ ଯୋଉ କାରଣ ପାଇଁ ମରିବାକୁ ଚାହୁଁଛୁ, ତୁ ମରିଗଲେ କ'ଣ ସମସ୍ତେ ତତେ ଚୋରରୁ ଭଲ ଭାବିବେ? ତାହେଲେ ତୁମେ ହିଁ କୁହ, ମୁଁ ଏବେ କ'ଣ କରିବି? ଚଢ଼େଇ ମାନେ ମୋତେ ମୋ ଘରୁ ବାହାର କରିଦେଲେ। ମୋ ପାଖରେ ରହିବାକୁ ଘର ନାହିଁ। ମୁଁ କୋଉଠି ରହିବି? କ'ଣ ଖାଇବି? ଚଢ଼େଇ, ତୁ ଚିନ୍ତା କରନି। ଯୋଉମାନେ ବି ତୋ ନାଁରେ ମିଛ କହିଛନ୍ତି ସେମାନେ ଖୁବ୍ ଶୀଘ୍ର ଧରା ପଡ଼ିବେ, କାରଣ ସତ ବେଶୀ ଦିନ ଲୁଚି ରୁହେ ନା। ମୁଁ ତତେ ରହିବାକୁ ଏକ ଘର ଦେବି। ଏଇ ନେ, ଆଜିଠୁ ଏ ବାଉଁଶ ଘର ତୋର। ତୁ ଏ ଘରେ ରାଣୀ ହେଇ ରହିବୁ। ଏଇ ଯାଦୁର ଘର ତତେ ଖାଇବାକୁ ବି ଦେବ, ସବୁ ବିପଦରୁ ତତେ ରକ୍ଷା ବି କରିବ। ତୁମେ ସତ କହୁଛ ଯାଦୁର ଗଛ, ତୁମକୁ ବହୁତ ବହୁତ ଧନ୍ୟବାଦ। ତାପରେ ଚଢ଼େଇ ସେ ବାଉଁଶ ଘର ଭିତରକୁ ଚାଲିଗଲା। ସେପଟେ ଟଙ୍କା ପାଇଁ ଦୁଇ କାଉ ଝଗଡ଼ା ଲାଗୁଥିଲେ। ବୁଦ୍ଧିଟା ମୋର ଥିଲା, ସେଥିପାଇଁ ସବୁ ଟଙ୍କା ଉପରେ ମୋର ବେଶୀ ଅଧିକାର ଅଛି। ନା, ମୁଁ କଷ୍ଟ କରି ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ ସମସ୍ତଙ୍କୁ ଖାଇବାକୁ ଦେବା ଯୋଗୁଁ ଆମେ ଚୋରି କରିପାରିଲେ, ସେଥିପାଇଁ ମୁଁ ଅଧିକ ଟଙ୍କା ଭାଗ ନେବି। ସେତେବେଳେ ତାଙ୍କ ଘର ରାସ୍ତା ଦେଇ ଏକ ମିଟୁ ଯାଉଥିଲା। ସେ କାଉ ଆଉ ତାର ସ୍ତ୍ରୀର ସବୁ କଥା ଶୁଣିପାରିଲା। ସେ ସଙ୍ଗେ ସଙ୍ଗେ ଯାଇ ଅନ୍ୟ ଚଢ଼େଇ ମାନଙ୍କୁ ଏକଥା କହିଦେଲା। ସମସ୍ତେ କାଉର ଘରକୁ ଆସିଲେ। ଏ କ'ଣ, ଆମର ସବୁ ଟଙ୍କା ସୁନା ଏ କାଉମାନଙ୍କ ଘରେ ଅଛି? ତା ମାନେ ଏ ଦୁଇ କାଉ ଚୋର? ନା ନା, ଆମେ ଚୋରି କରିନୁ। ଇଏ ମାନେ କଥା କ'ଣ କି? ଆମେ ସବୁ ସତ କଥା ଦେଖି ସାରିଲୁଣି। ଆରେ ଦେଖୁଛ କ'ଣ, ଏ ଦୁଇ କାଉଙ୍କୁ ମାର। ଏମିତି ସବୁ ଚଢ଼େଇ ଦୁଇ କାଉଙ୍କୁ ପିଟି ପିଟି ସେ ଜଙ୍ଗଲରୁ ବାହାର କରିଦେଲେ। ଟଙ୍କା ସବୁ ପରେ ଭାଗ କରିବା। ଚାଲ ଆଗ ଚଢ଼େଇକୁ ଖୋଜି ତାକୁ କ୍ଷମା ମାଗିବା। ଭୁଲ ବୁଝି ଆମେ ଏକ ନିର୍ଦ୍ଦୋଷ ଚଢ଼େଇକୁ ଅନେକ କଷ୍ଟ ଦେଇଛେ। ତାପରେ ସମସ୍ତେ ମିଶି ଚଢ଼େଇକୁ ଖୋଜିଲେ। ଏମିତି ଖୋଜୁ ଖୋଜୁ ସେମାନେ ବାଉଁଶ ଘରେ ଚଢ଼େଇକୁ ପାଇଗଲେ। ଚଢ଼େଇ, ଆମକୁ କ୍ଷମା କରିଦେ। ଆମେ ଭୁଲ ବୁଝି ତତେ ଚୋର କହିଥିଲୁ। ଏବେ ଜାଣିପାରିଲୁ ପ୍ରକୃତ ଚୋର ସେ ଦୁଇ କାଉ। ଆମେ ସେମାନଙ୍କୁ ଜଙ୍ଗଲରୁ ବାହାର କରିଦେଇଛୁ। ଚାଲ ଚଢ଼େଇ, ଆମ ସାଙ୍ଗରେ ନିଜ ଘରକୁ ଚାଲ। ଏଥିପାଇଁ କୁହନ୍ତି ଭଲରେ ବୁଝି ବିଚାରି କାମ କରିବା ଉଚିତ। ମୁଁ ତମମାନଙ୍କୁ କ୍ଷମା କରିଦେଇଛି। ମୁଁ ଆଉ ସେ ଜଙ୍ଗଲକୁ ଫେରିବିନି। ମୁଁ ଏଠି ବହୁତ ଭଲରେ ଅଛି। ତାପରେ ସବୁ ଚଢ଼େଇ ନିଜ ଜଙ୍ଗଲକୁ ଫେରିଗଲେ। ଚଢ଼େଇ ଯାଦୁର ବାଉଁଶ ସହ କଥା ହେଇ ଖୁସିରେ ନିଜ ଜୀବନ ବିତେଇଲା।